ଗୋଟେ ଜଙ୍ଗଲରେ ଗୋଟେ ଗଛଟେ ଥିଲା। ସେ ଜଙ୍ଗଲରେ ଟୁନି ଚଢ଼େଇ ରହୁଥିଲା। ସିଏ ସବୁଦିନ ଖାଦ୍ୟ ଯୋଗାଡ଼ ପାଇଁ ସିଏ ଜଙ୍ଗଲ ଭିତରକୁ ଯାଉଥିଲା, ଆଉ ସଞ୍ଜ ବେଳକୁ ଫେରି ଆସୁଥିଲା। ଗୋଟେ ଦିନ ଟୁନି ଚଢ଼େଇ ତା ଗଛରେ ବସିଥିଲା। ହେଲେ ସେଦିନ ସୁନି ଚଢ଼େଇ ତା ପାଖକୁ ଆସିଲା। ତାକୁ କହିଲା, ଆରେ ଟୁନି, ତୁ ଏ ବର୍ଷ ଦୀପାବଳି ବନେଇବୁନି? ନାହିଁ ସୁନି, ମୁଁ ଏ ବର୍ଷ ଦୀପାବଳି ବନେଇ ପାରିବି ନାହିଁ। ହେଲେ କ'ଣ ପାଇଁ ଦୀପାବଳି ବନେଇବୁନି? କଥା କ'ଣ କି, ଏ ବର୍ଷ ମୋ ପାଖରେ ପଇସା କମ୍ ଅଛି ତ। ଆରେ ଏଇ କଥା, ଚାଲେ ମୋ ପାଖରେ କିଛି ପଇସା ଅଛି, ବାଣ କିଣିକି ଆଣିବା। ଏମିତି କହି ଟୁନି ଚଢ଼େଇ ଆଉ ସୁନି ଚଢ଼େଇ ଆରପଟ ଜଙ୍ଗଲକୁ ବାଣ କିଣିବାକୁ ଗଲେ। ଆରପଟ ଜଙ୍ଗଲରେ ମିଟୁ ଶୁଆ ଦୋକାନ ଦେଇଥିଲା। ଆରେ ମିଟୁ ଭାଇ, ବାଣ ରେଟ୍ ଏଇନା କ'ଣ ଅଛି? ଚାଇନା ବାଣ 20 ଟଙ୍କା, ଆଉ କୁମ୍ପି ବାଣ 40 ଟଙ୍କା। ଟୁନି ଚଢ଼େଇ ଆଉ ସୁନି ଚଢ଼େଇ ମିଟୁ ଦୋକାନକୁ କିଛି ପଇସା ଦେଇ ବାଣ କିଣି ନେଲେ। ଆଉ ସେମାନେ ତାଙ୍କ ଜଙ୍ଗଲକୁ ଯାଇ ବହୁତ ଖୁସିରେ ବାଣ ଫୁଟାଇଲେ। ବାଣ ଫୁଟାଇବା ସମୟରେ କାଳୁ କାଉ ତାଙ୍କ ପାଖରେ ଆସି ପହଞ୍ଚିଲା। ଆରେ ଟୁନି, ତୁ ବାଣ କେଉଁଠୁ ଆଣିଲୁ? ଆମେ 2 ଜଣ ଆରପଟ ଜଙ୍ଗଲରୁ ମିଟୁ ଶୁଆ ଦୋକାନରୁ ବାଣ କିଣିକି ଆଣିଲୁ। କାଳୁ କାଉ ସବୁ କଥା ଶୁଣି ଆରପଟ ଜଙ୍ଗଲକୁ ବାଣ କିଣିବାକୁ ଗଲା। ଆରେ ମିଟୁ ଭାଇ, ବାଣ ରେଟ୍ କ'ଣ ଅଛି? ଚାଇନା ବାଣ 30 ଟଙ୍କା, କୁମ୍ପି ବାଣ 30 ଟଙ୍କା। କାଳୁ କାଉ ମିଟୁ ଶୁଆକୁ କିଛି ପଇସା ଦେଇ ବାଣ ପ୍ୟାକେଟ କିଣି ନେଲା। ତା ଜଙ୍ଗଲକୁ ଯାଇ ମନ ଖୁସିରେ ବାଣ ଫୁଟାଇଲା। ବାଣ ଫୁଟଉ ଫୁଟଉ ତାର ସବୁ ବାଣ ସରିଗଲା। ଆରେ ଇଏ ମୁଁ କ'ଣ କଲି? ସବୁ ବାଣ ତ ମୁଁ ଫୁଟେଇ ଦେଲି। ଆଉ ଦୀପାବଳି ତ 3 ଦିନ ରହିଲା। ଏବେ ମୁଁ କ'ଣ କରିବି? ଯାଉଛି କାହା ପାଖରୁ ମାଗିକି ଆଣିବି। କାଳୁ କାଉ ମିଟୁ ଦୋକାନକୁ ଗଲା। ମିଟୁକୁ ବାକିରେ ବାଣ ମାଗିଲା। ମିଟୁ ତାକୁ ମନା କରିଦେଲା। ସେଠୁ ସିଏ ଫେରି ଆସିଲା। ମୋ ପାଖରେ ତ ଆଉ ପଇସା ନାହିଁ ବାଣ କିଣିବାକୁ। ଏବେ ମୁଁ କ'ଣ କରିବି? ମୁଁ ଯାଉଛି ଟୁନି ପାଖରୁ କିଛି ବାଣ ନୁଚେଇକି ଆଣିବି ହେରି। ତାପରେ କାଳୁ କାଉ ଟୁନି ଚଢ଼େଇ ବସା ପାଖରେ ଲୁଚିକି ବସିଲା। ଟୁନି ଚଢ଼େଇ ଯେମିତି ଯାଇଛି, କାଳୁ କାଉ ତା ବସା ପାଖରୁ ବାଣ ସବୁ ନେଇଗଲା।